ଲିଖନୀରେ କାହାଣୀ ଆଜିର ଗଳ୍ପ ସୁଧାମୃତ ପାନ। ରାଜା ସନ୍ନ୍ୟାସୀଙ୍କ ଆଶ୍ରମରେ ପହଞ୍ଚି କହିଲେ, ମତେ ପରମ ସତ୍ୟର ଜ୍ଞାନ ଲୋଡ଼ା। ସନ୍ନ୍ୟାସୀ କହିଲେ, ଈଶ୍ୱର ତ ସେ ଜ୍ଞାନ ତାଙ୍କ ସୃଷ୍ଟି ମାଧ୍ୟମରେ ଅହରହ ଝରାଇ ଚାଲିଛନ୍ତି। କେବଳ ପାନ କରି ତୃଷା ମେଣ୍ଟାଇବା କଥା। ତୁମେ ତା ଅନୁଭବ କରିପାରୁନାହଁ? ରାଜା କହିଲେ, ନା। ସନ୍ନ୍ୟାସୀ କହିଲେ, ତାହାର କାରଣ ଦୁଇଟି। ଈଶ୍ୱର ଝରାଉଥିବା ସେଇ ଜଳପାନ କରିବା ଲାଗି ତୁମ ହୃଦୟରେ ଏପର୍ଯ୍ୟନ୍ତ ତୃଷା ଅତି ପ୍ରବଳ ହୋଇନାହିଁ। ତୃଷା ପ୍ରବଳ ହେଲେ ସେଇ ଝର ଆପେ ଆପେ ଦିଶିଯିବ। ଦ୍ୱିତୀୟ କଥା ହେଲା, ତୃଷା ପ୍ରବଳ ହେଲେ ବି ସେଇ ଜଳରୁ ବୁନ୍ଦାଏ ସୁଦ୍ଧା ତୁମେ ପାନ କରିପାରିବ ନାହିଁ। ଯେ ପର୍ଯ୍ୟନ୍ତ ତୁମ ମୁଣ୍ଡ ତଳକୁ ଝୁଙ୍କି ନାହିଁ, ତଳକୁ ନ ଝୁଙ୍କି କେହି କଣ କେବେ ଝରରୁ ବହି ଯାଉଥିବା ପାଣି ପିଇ ପାରିଛି? ଏ କଥାବାର୍ତ୍ତା ଥିଲା ପ୍ରତୀକ ଧର୍ମୀ। ରାଜା ଥିଲେ ଗୁଣୀ। ସେ କଥାର ମର୍ମ ବୁଝିପାରିଲେ ଓ ନୀରବ ଫେରିଗଲେ। ପରମ ସତ୍ୟ ଜାଣିବାର ଆଗ୍ରହ ଯେତେବେଳେ ତାଙ୍କୁ ବସେଇ ଉଠେଇ ଦେଲାଣି, ସେତିକି ବେଳେ ସେ ଜାଣିପାରିଲେ ଯେ ସେ ସମୟ ଉପନୀତ। ତୃଷା ପ୍ରବଳ ହେଲାଣି। ଏବେ ସେ ପୁଣି ସନ୍ନ୍ୟାସୀଙ୍କ ନିକଟକୁ ବାହାରିଲେ। କିନ୍ତୁ ସେ ଆଉ ରାଜା ହୋଇଗଲେ ନାହିଁ, ଜଣେ ସାଧାରଣ ଲୋକ ଭଳି ଗଲେ। ମନରେ ଅହମିକା ନଥିଲା, କାରଣ ସନ୍ନ୍ୟାସୀ କହିଥିଲେ ଯେ ତୃଷା ପ୍ରବଳ ହେଲେ ସୁଦ୍ଧା ନ ଝୁଙ୍କିଲେ ସେ ଝରରୁ ଜଳପାନ କରିବା ଅସମ୍ଭବ। ରାଜା ବୁଝିଥିଲେ ଯେ ରାଜା ହୋଇ ରହିଲେ ଝୁଙ୍କି ହେବ ନାହିଁ। ଅହମିକା କାହାକୁ ନୁଆଇବାକୁ ଦେଇନଥାଏ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।